ଆଜିର ଏ ବ୍ୟସ୍ତବହୁଳ କର୍ମମୟ ଜୀବନ ସମସ୍ତେ ପ୍ରାୟ ଦିନରେ 12-14 ଘଣ୍ଟା କାଳ କାମ କରୁଛନ୍ତି। ଆଉ ଏହି ହାର୍ଡ଼ୱାର୍କିଂ ପାଇଁ ଦରକାର ହେଉଛି ଫୁଲ୍ ଏନର୍ଜି, ଯାହାକୁ କି ଯୋଗାଇଥାଏ ସକାଳର ହେଲ୍ଦି ବ୍ରେକଫାଷ୍ଟ। ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ଚାଲନ୍ତୁ ସେଥିପାଇଁ ଆଜି ସକାଳର ଜଳଖିଆରେ ମୁଁ ଆଜି ଆପଣମାନଙ୍କ ପାଇଁ ନେଇ ଆସିଛି ହାଇ ପ୍ରୋଟିନ୍ରେ ଭରପୁର ସ୍ପ୍ରାଉଟ୍ର ବା ଗଜାମୁଗ ବୁଟର ଚକୁଳି ପିଠା ବା ଚିଲ୍ଲା, ଯାହାକି ବନେଇବା ବହୁତ ସହଜ ଆଉ ଖାଇବାକୁ ବହୁତ ସ୍ୱାଦିଆ। ତ ଚାଲନ୍ତୁ ବନେଇବା। ସେଥିପାଇଁ ଏଠି ମୁଁ ନେଇଛି 1 କପ୍ ଗଜା ମୁଗ ବୁଟ ଆଉ 1/2 କପ୍ ମୁଗ ଡାଲି, ଯାହାକୁ କି ଅଧା ଘଣ୍ଟା ଆଗରୁ ଭଲ ଭାବରେ ବତୁରେଇକି ରଖିଦେଇଛି। ଏବେ ଦୁଇଟା ଯାକ ଆମେ ମିକ୍ସିଂ ଜାର୍ରେ ଦେବା। ଆଉ ସେଥିରେ ଆଡ଼୍ କରିଛି ଖଣ୍ଡେ ଛୋଟ ଅଦା, ଯାହାକୁ କାଟି କାଟିକି ଦେଇଛି, ଆଉ 2-3ଟା କଞ୍ଚା ଲଙ୍କା, 1 ଚାମଚ ଜିରା, ଆଉ କିଛି ଧନିଆ ପତ୍ରର ଷ୍ଟିମ୍ ପତ୍ର ରଖି ନେଇକି କେବଳ ତା ଡେମ୍ଫଟା ଦେଇଛି। ଏବେ ସବୁକୁ ଭଲ ଭାବରେ ବାଟିକି ଆମେ ନେଇ ଆସିବା। ଆଣିକି ତାକୁ ମିକ୍ସିଂ ବୋଲରେ ଟ୍ରାନ୍ସଫର୍ କରିକି କିଛି ସମୟ ଏମିତି ଗୋଳେଇ ଦେବା। ଏବେ ସେଥିରେ ଆଡ଼୍ କରିବା ସ୍ୱାଦ ଅନୁସାରେ ଲୁଣ, ମାନେ 1 ଚାମଚ ଲୁଣ, ଅଧା ଚାମଚରୁ ବି ଟିକେ କମ୍ ହଳଦୀ ପାଉଡ଼ର, ଆଉ 2 ଚାମଚ ସେଥିରେ ମୁଁ ଆଡ଼୍ କରିଛି ସୁଜି। ସୁଜିଟା ଦେଲେ କ'ଣ ହେବ ନା ଟିକେ ଆମର ଚକୁଳି ପିଠାଟା ବାଇଣ୍ଡିଂ ଧରିବ ଆଉ ଭଲ ବି କ୍ରିସ୍ପି ବି ହେବ, ଆଉ ତ ଖାଇବାକୁ ଭଲ ଲାଗିବ। ସେଥିପାଇଁ ଭଲ ଭାବରେ ସବୁକୁ ଦେଇକି ଗୋଳେଇକି ରଖିନେବା। ମିକ୍ସି ଜାର୍ରେ ଯେତିକି ବାଟଣା ଲାଗିଛି ସେଥିରେ 1/2 କପ୍ ପାଣି ଦେଇକି ତାକୁ ଭଲ ଭାବରେ ବୁଲେଇକି ସେଇଥିରେ ମିଶାଇବା। ଏଥିରେ ବେଶୀ ପାଣି ଦେବାନି, ବାସ୍ ଯେତିକି ପାଣି ଦେଲେ ଆମର ଗୋଳେଇ ହେବ ବାଟଣାଟା ସେତିକି ଆମେ ଏଥିରେ ଆଡ଼୍ କରିବା। ଏବେ ସବୁକୁ ଭଲ ଭାବରେ ଗୋଳେଇ ସାରିଲା ପରେ ମୁଁ ଏଥିରେ 2 ଚାମଚ ଦହି ଆଡ଼୍ କରିଛି। ଯଦି ଆପଣଙ୍କ ପାଖରେ ଟାଇମ୍ ଅଛି ତାହେଲେ ଭଲ ଭାବରେ ସବୁକୁ ବାଟିକି ଗୋଳେଇକି ତାକୁ 2 ଘଣ୍ଟା ପର୍ଯ୍ୟନ୍ତ ରେଷ୍ଟରେ ରଖିଦିଅନ୍ତୁ, ଯାହାଫଳରେ କି ଆଉ ଦହି ଦେବାକୁ ପଡ଼ିବନି। ଯଦି ଇନଷ୍ଟାଣ୍ଟ ମୁଁ ଏଠି କରୁଛି ସେଥିପାଇଁ 2 ଚାମଚ ଦହି ଆଡ଼୍ କରିଛି। ଏବେ ସବୁକୁ ଭଲ ଭାବରେ ଗୋଳେଇକି 10-15 ମିନିଟ୍ ଆମେ ରେଷ୍ଟରେ ଦେବା। ସେଇ 10 ମିନିଟ୍ ଭିତରେ ଚକୁଳି ସାଙ୍ଗରେ ବା ଚିଲ୍ଲା ସାଙ୍ଗରେ ଖାଇବା ପାଇଁ ଗୋଟେ ଦହି ଆଉ ସିଝା ଆଳୁର ଚାଟ୍ ବା ଚଟନି ବନେଇ ନେବା। ଆଗରୁ ବହୁତ ପ୍ରକାର ଚଟନି ଆପଣଙ୍କ ସାଙ୍ଗରେ ସେୟାର କରିଛି, ଆପଣ ଚାହିଁଲେ ସେସବୁ ମଧ୍ୟ ଦେଖିକି ବନେଇ ପାରିବେ। ତ ଏବେ ଏଇ ଆଳୁ ଆଉ ଦହିର ଚଟନି ବନେଇବା ପାଇଁ ପ୍ୟାନ୍ରେ 1 ଚାମଚ ତେଲ ଦେଇଛି। ତେଲ ଗରମ ହୋଇଗଲା ପରେ ସେଥିରେ 1 ଚାମଚ ଜିରା, 1/2 ଚାମଚ ସୋରିଷ, 2ଟା ଶୁଖିଲା ଲଙ୍କାକୁ ଛୋଟ ଛୋଟ କରି କାଟିକି ପକାଇଛି, ଆଉ କିଛି ଭୃଷଙ୍ଗ ପତ୍ର। ଏସବୁକୁ ଦେବା। ଯେତେବେଳେ ଜିରା ଭଲ ଭାବରେ ଫୁଟି ଉଠିବ ତେଲରେ 2 ଚାମଚ ବେସନ ଆଡ଼୍ କରିବା। ବେସନ ଆଡ଼୍ କରିକି ତାକୁ ଭଲ ଭାବରେ ଭାଜିବା, ଯେମିତିକି ବେସନର ବାସ୍ନା ଆସିବ। ଏତିକି ତେଲ ଏଥିରେ ଲାଗିବ ଯେମିତିକି ବେସନଟା କେବଳ ଭାଜି ହେବ। ଏବେ ଯେତେବେଳେ ବେସନ ହାଲକା ଭାଜି ହେଇକି ତାର ବାସ୍ନା ଆସିବ, ସେତେବେଳେ ଯେଉଁ ଆଳୁ ଆମେ ନେଇଥିଲେ, 2ଟା ଆଳୁ ମୁଁ ନେଇଛି ଏଠି, ଆପଣ ଚାହିଁଲେ ଅଧିକ ବଢ଼େଇ ମଧ୍ୟ ପାରିବେ। ଏବେ ଆଳୁକୁ ଛୋଟ ଛୋଟ ପିସ୍ରେ କାଟିକି ସେଥିରେ ଆଡ଼୍ କରିଦେଇଛି। ଟିକେ ଭଲ ଭାବରେ ଭାଜିବା, ବା ଯେମିତି ଭାଜିବା ଯେମିତିକି ବେସନଟା ଆଳୁ ସାଙ୍ଗରେ କୋଟ୍ ହେଇଯିବ। ଏବେ ସେଥିରେ ସ୍ୱାଦ ଅନୁସାରେ ଲୁଣ ଦେଉଛି, ଆଉ 2-3ଟି କଞ୍ଚା ଲଙ୍କାକୁ ପୁରା ଛୋଟ ଛୋଟ କରି କାଟିକି ଏଥିରେ ଆଡ଼୍ କରିଛି। ଯଦି ପିଲାମାନେ ଛୋଟ ପିଲା ଘରେ ଅଛନ୍ତି ଆଉ ସେମାନେ ବି ଖାଇବେ, ତାହେଲେ ଆପଣ କଞ୍ଚା ଲଙ୍କାକୁ ସ୍କିପ୍ କରିପାରିବେ। ଏବେ ସବୁକୁ ଭଲ ଭାବରେ ଭାଜି ଦେଲା ପରେ ଯେତେବେଳେ ବେସନ ଭଲ ଭାବରେ କୋଟ୍ ହେଇଯିବ ଆଳୁ ଉପରେ, ଗ୍ୟାସ୍ ବନ୍ଦ କରିକି ସେଇଥିରେ ତାକୁ ଥଣ୍ଡା ହେବାକୁ ଦେବା। ଯେ ଦହି ଆମେ ନେଇଥିଲେ ସେ ଦହିକୁ ଗୋଟେ ବଡ଼ ବୋଲରେ କାଢ଼ିକି ଭଲ ଭାବରେ ଫେଣ୍ଟିବା, ଆଉ ସେଥିରେ ଲୁଣ ପକାଇକି ଭଲ ଭାବରେ ଫେଣ୍ଟିବା। ଦେଖନ୍ତୁ ଆଳୁରେ ଆମେ ଲୁଣ ପକାଇଛେ, ସେଥିପାଇଁ ସେଇ ଅନୁସାରେ ଲୁଣ ଆପଣ ଆଡ଼ଜଷ୍ଟ କରିବେ। ଦହି ବଦଳରେ ଆପଣ ଘୋଳ ଦହି ମଧ୍ୟ ନେଇପାରିବେ। ଘୋଳ ଦହି ଯେଉଁଟାକି ଆମେ ଘିଅ ବାହାର କରିସାରିଲା ପରେ ଯେଉଁ ଦହି ବଞ୍ଚେ ସେଇଟା ବି ଆପଣ ଏଥିରେ ୟୁଜ୍ କରିପାରିବେ। ଏବେ ଭଲ ଭାବରେ ଦହିକୁ ଫେଣ୍ଟି ସାରିଲା ପରେ ଆଳୁ ଟିକେ ଥଣ୍ଡା ହୋଇଯାଇଛି। ଏବେ ସେଥିରେ ଦହିରେ ସେଇ ଆଳୁକୁ ଆମେ ଆଡ଼୍ କରିଦେଇକି ଭଲ ଭାବରେ ମିକ୍ସ କରିବା। ସେଥିରେ 1 ଚାମଚ ଜିରା ଲଙ୍କା ଭଜା ଗୁଣ୍ଡ ଦେବା, ଆଉ ଟିକେ ଧନିଆ ପତ୍ର ସଜେଇ ଦେବା। ଆମର ଦହି ଆଳୁର ଚାଟ୍ ରେଡ଼ି ହୋଇଗଲା। ଆଉ ବିନା ପିଆଜ ରସୁଣରେ ବି ଆପଣ ଯଦି ଅରୁଆ ଭାତ ବି ସାଙ୍ଗରେ ଆକୁ ଖାଇପାରିବେ, ବହୁତ ଟେଷ୍ଟି ଲାଗେ। ଆଉ ଚିଲ୍ଲାରେ ମଧ୍ୟ ଆକୁ ବହୁତ ଟେଷ୍ଟି ଲାଗେ ଖାଇବା ପାଇଁ। ଦେଖନ୍ତୁ ଆମର ମାତ୍ର 5 ମିନିଟ୍ ଭିତରେ ଆମର ଦହି ଆଳୁ ରେଡ଼ି ହୋଇଗଲା। 10 ମିନିଟ୍ ଭିତରେ ଆମର ଚିଲ୍ଲାର ବ୍ୟାଟର ମଧ୍ୟ ବହୁତ ବଢ଼ିଆ ସେ ଫୁଲି ଯାଇଛି। ଏବେ ସେଥିରେ 1 ଚୁଟକି ଆମେ ବେକିଂ ପାଉଡ଼ର ବା ବେକିଂ ସୋଡ଼ା ମୁଁ ଏଠି ଆଡ଼୍ କରିଛି। ଭଲ ଭାବରେ ମିକ୍ସ କରିଦେବା। କିଛି ଭେଜିସ୍କୁ ବି ମଧ୍ୟ ଚପ୍ କରିକି ରଖିଛି, ଯେମିତିକି ଗାଜର, ଖଣ୍ଡେ ଛୋଟ ବିଟ୍ରୁଟ୍, ଯେଉଁ ଧନିଆ ପତ୍ରର ଷ୍ଟିମ୍ ଆମେ ନେଇଥିଲେ ତାର ପତ୍ର,
आउ गोटे छोट कैप्सिकम ए सबको भल भाव छोट छोट कर काटिकी मुझे रखी आपन चाहिए दे पारे ना खाली करें आलू आप सागे आड करें। एबे बैटर को पैन रे दबा पैन रे टिके हल्का ऑयल टा केवल ब्रश करदबा तापर पैन रे बैटर देकी ता ऊपर भेजिस को सब भल भाव सजेदेबा तापर सजे देकी ढांकी आम 5 मिनट कुक करिया दबा एकदम लो टू मीडियम फ्लेम रे। आपन चाहिए सबुतक भेजिस को बैटर रे एकाथरे गोले देकी सेमती करें जमती आम उत्तपम तैयारी करूँ। घोड़े की आम 5 मिनट कुक होगा दबा 5 मिनट पर आम लेउटेबा बहुत शीघ्र तैयारी हो बहुत हेल्दी और टेस्टी ऊपर टिके बटर लगे मुझे लेउटे देजी आपन चाहिए बटर जगह ऑयल यूज करें। ये सबको देकी आम भल भाव दीपट जाक सेकिकी बाहर कर आनिबा आमर चिल्ला बा मुगर चकुली स्प्राउटर चकुली रेडी हो गला। आपन आपको खट्टा मिठा इमली चटनी सांगे पुदीना धनिया पत्र पुदीना चटनी सांगे सर्व कर पारे ना आम जो आलूर चटनी तैयारी कले सांगे दे पारे बहुत टेस्टी आ बहुत हेल्दी निश्चय बनातु खातु। जदि वीडियो भल लगे लाइक करके सब्सक्राइब करने चैनल को।